ଜୟ ଜଗନ୍ନାଥ। ଏ ବର୍ଷ ମରୁଡ଼ି, ଦୁର୍ବିପାକ, ଆର୍ଥିକ ସଙ୍କଟ, ସେୟାର ବଜାର ମଧ୍ୟ ଦୁର୍ବଳ ଅନୁଭୂତ ହେବ। ଜୟ ଜଗନ୍ନାଥ। ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତି ଶର୍ମା। ପୃଥିବୀ, ଭାରତ, ଓଡ଼ିଶା ଏ ବର୍ଷ ମରୁଡ଼ିର ଆଶଙ୍କା ଅଛି। ସେୟାର ବଜାରରେ ମଧ୍ୟ ଦୁର୍ବଳ ସ୍ଥିତି ଅଛି। ଦେଶ ମାନଙ୍କ ମଧ୍ୟରେ ମଧ୍ୟ ଯୁଦ୍ଧର ଆଶଙ୍କା ଏ ବର୍ଷ ପରିଲକ୍ଷିତ ହେବ। ପାଶ୍ଚାତ୍ୟ ଦେଶମାନଙ୍କର ମଧ୍ୟରେ ଆମେରିକା ଭଳି ରାଷ୍ଟ୍ର ଆଧିପତ୍ୟ ଜାହିର କରିବେ ଏବଂ ସବୁ ସମସ୍ୟାରେ ସେ ନିଜକୁ ପ୍ରଭାବ ବିସ୍ତାର କରିବେ ଏବଂ ମୁସଲମାନ ଶାସିତ ଦେଶମାନଙ୍କର ମଧ୍ୟରେ କଳହ ସୃଷ୍ଟି ହେବ, ଅଶାନ୍ତି ସୃଷ୍ଟି ହେବ, ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହେବ। ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଯୋଗୁଁ ଆଶୁ ସମସ୍ୟାର ସମାଧାନ ମଧ୍ୟ ହେବ। ବିଶ୍ୱ ଅର୍ଥନୀତି ଦୁର୍ନୀତି ପରିଲକ୍ଷିତ ମଧ୍ୟ ହେବ ଏବଂ ସର୍ବଦା ସେୟାର ମାର୍କେଟ ସୂଚନାଙ୍କ ଉତ୍ଥାନ ପତନ ମଧ୍ୟ ଦେଖାଦେବ। ଆମେରିକା, ରୁଷ, ଇଂଲଣ୍ଡ ଭଳି ବିକଶିତ ରାଷ୍ଟ୍ରମାନଙ୍କର ଅର୍ଥନୀତି ଅବନତି ଆଡ଼ିକୁ ଦେଖାଦେବ। ବୃହସ୍ପତି ଏହି ଜ୍ୟେଷ୍ଠ ମାସରେ ମିଥୁନ ରାଶିରୁ କର୍କଟ ରାଶିକୁ ସଞ୍ଚାର କରିବେ। ପୁଣି କାର୍ତ୍ତିକ ମାସରେ ଅତିଚାର ଗତିରେ ମଧ୍ୟ ମକର ରାଶିରେ କର୍କଟ ରାଶିକୁ ଅତିଚାର କରିବେ। ତେଣୁ ୟୁରୋପ, ଆରବ ମହାଦେଶର ରାଷ୍ଟ୍ରମାନଙ୍କର ମଧ୍ୟ ଆର୍ଥିକ ଉନ୍ନତିରେ ବାଧା ସୃଷ୍ଟି ହେବ। ବିଶ୍ୱ ଭିତରେ ଦେଖିବା, ଯଦି ଆମେ ଦେଖିବା ଭାରତର କ'ଣ ସମସ୍ୟା ଦେଖାଦେବ। ଶନି ମୀନରେ ଚଳିଛନ୍ତି ବର୍ଷ ଆରମ୍ଭରୁ। ତେଣୁ ଅବସ୍ଥାନ ହେତୁ କର୍କଟ ରାଶିରେ ବୃହସ୍ପତି ମଧ୍ୟ ଏହି ମାସ ଅବସ୍ଥାନ କରିବେ 2/6/2026ରେ ଚଳନ କରିବେ। ଯଦି ଚଳନ କରିବେ ତାହେଲେ ଭାରତ ଅର୍ଥନୀତିରେ ଅଭିବୃଦ୍ଧିର ହାର ଘଟିବ। ଅଭିବୃଦ୍ଧି ଭାରତ କିଛି ଡେଭଲପ୍ କରିବ। ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ନିଜର ପ୍ରାଧାନ୍ୟତା ବଜାୟ ରଖିବ। ପ୍ରଭୁତ୍ୱ ମଧ୍ୟ ଭାରତ ବଜାୟ ରଖିବ। ଦୃଢ଼ ଶାସନ ନିମିତ୍ତ ବିରୋଧୀମାନଙ୍କର ମଧ୍ୟ ଛତ୍ରଭଙ୍ଗ ଏହି ମେ ପାଖରୁ ଦେଖାଦେବ। ବିରୋଧୀମାନଙ୍କର ଦୃଢ଼ ବିରୋଧ ସତ୍ତ୍ୱେ ଶାସକ ଦଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ, ଲୋକାଭିମୁଖୀ କାର୍ଯ୍ୟରେ ଦେଶ ପରିଚାଳନା କରିବ। ସମନ୍ୱୟ, ଶିଳ୍ପ, ଶ୍ରମ, ଜନକଲ୍ୟାଣ, ପ୍ରତିରକ୍ଷା ବିଭାଗରେ ଏସବୁ କ୍ଷେତ୍ରରେ ଅଗ୍ରଗତି ଘଟିବ। ମନ୍ତ୍ରୀଙ୍କ ସ୍ଥାନରେ ବୁଧ ରହିଥିବା ହେତୁ ବୁଧ ମେ ମାସ ଠାରୁ ମନ୍ତ୍ରୀଙ୍କ ସ୍ଥାନରେ ରହିଛନ୍ତି। ତେଣୁ ରାଜକୋଷରେ ଶସ୍ୟ ମଧ୍ୟ ବୃଦ୍ଧି ଘଟିବ। ଏବେ ବଙ୍ଗଳାର ଇଲେକ୍ସନ୍ ଗଲା, ପଶ୍ଚିମବଙ୍ଗରେ ଇଲେକ୍ସନ୍ ଗଲା। ତେଣୁ ଆମେ ଦେଖିବା ପଶ୍ଚିମବଙ୍ଗ, ଉତ୍କଳ, ମାଳବ, ମହାରାଷ୍ଟ୍ର, ଦାକ୍ଷିଣାତ୍ୟ ରାଜ୍ୟ ସମୟରେ ତଥା ଆସାମ ଆଦି ସ୍ଥାନମାନଙ୍କରେ ରୋଗ, ଦୁର୍ଭିକ୍ଷ, କଳହ, ହିଂସା, ରାଜହାନୀ, ବାତ୍ୟା, ବନ୍ୟାର ମଧ୍ୟ ଏ ବର୍ଷ ସୂଚନା ଅଛି। ଅନ୍ୟ ବର୍ଷ ଅପେକ୍ଷା ଏ ବର୍ଷ ଦୁର୍ଭିକ୍ଷ, ରାଜହାନୀ, ବାତ୍ୟା, ମରୁଡ଼ିର ମଧ୍ୟ ହେବ। କାରଣ ମନ୍ତ୍ରୀଙ୍କ ସ୍ଥାନରେ ବୁଧ ଅବସ୍ଥିତ ହେତୁ ଏ ବର୍ଷ ଟିକେ ଏସବୁ ଜିନିଷର ହେବ। ବାତ୍ୟା, ବନ୍ୟା ମଧ୍ୟ ହେବାର ଆଶଙ୍କା ଅଛି। ଯଦି ଓଡ଼ିଶା ରାଜନୀତିକୁ ଦେଖିବା ବା ଓଡ଼ିଶାକୁ ଆମେ ଅନୁସରଣ କରିବା ତାହେଲେ ଏ ବର୍ଷ ପ୍ରଚଣ୍ଡ ରୁଦ୍ରତାପ ମଧ୍ୟ ହେଉଅଛି। ଆହୁରି ମଧ୍ୟ ଏ ବର୍ଷ ହେବ। ବୃଷ୍ଟିପାତ କ୍ଷେତ୍ରରେ, ବର୍ଷା କ୍ଷେତ୍ରରେ କମ୍ ଏ ବର୍ଷ ହେବ। କୃଷି ସାମଗ୍ରୀ ହ୍ରାସ ଘଟିବ। ଫଳରେ ଲୋକମାନେ ମରୁଡ଼ି ଆଡ଼ିକୁ
ସମ୍ମୁଖୀନ ହେବେ। ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିବ। ଆଇନ କାନୁନ କ୍ଷେତ୍ରରେ ଉନ୍ନତି ଏ ବର୍ଷ ଘଟିବ। ବାରମ୍ବାର ଶାସକ ବିଭାଗର ଅଦଳ ବଦଳ ହେବାର, ମନ୍ତ୍ରୀ ପଦ ଅଦଳ ବଦଳ ହେବାର ମଧ୍ୟ ଏବେଠାରୁ ସୂଚନା ମିଳୁଛି। ମାଓବାଦୀମାନଙ୍କର କାର୍ଯ୍ୟକଳାପକୁ ପ୍ରଶାସନ ତରଫରୁ ଦୃଢ଼ ବିରୋଧ ରହିବ ଏବଂ ହସ୍ତକ୍ଷେପର ହିଂସାକାଣ୍ଡ, ରକ୍ତପାତ, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଚୋରି ଏ ବର୍ଷ ମଧ୍ୟ ବୃଦ୍ଧି ପାଇବ ଏବଂ ଅଗ୍ନିଭୟ, ଚୌରଭୟ, ଭୂମିକମ୍ପ ଆଦି ଅତିଶୟ କଷ୍ଟ ଦେବ। ଏ ବର୍ଷ ଅଗ୍ନିକାଣ୍ଡ ପ୍ରବଳ ହେବ, ଭୂକମ୍ପ ମଧ୍ୟ ହେବ, ଦୁର୍ବିପାକ ହେବାର ମଧ୍ୟ ସୂଚନା ମିଳୁଛି, ଅନୁଭବ ଅଧିକ କରିବ। ତେଣୁ ଯଦି ସର୍ପାଘାତ, ବାତରୋଗ, କାରକପାତ, ବାତ୍ୟା, ବନ୍ୟା ଏବଂ ଜନ ସମୁଦାୟକୁ ମାତ୍ରାରେ ପୀଡ଼ିତ କରିବ। ରବିଙ୍କର ପ୍ରଭାବ ସାରା ରାଜ୍ୟରେ, ବିଶେଷ କରି ପୂର୍ବ ଉତ୍କଳରେ ମାରୀ ରୋଗର ଆଶଙ୍କା ମଧ୍ୟ ଏ ବର୍ଷ ସୃଷ୍ଟି ହେବ। ମହାମାରୀ ଯେଉଁ ରୋଗ କହନ୍ତି, ମହାମାରୀ ରୋଗ ମଧ୍ୟ ଏ ବର୍ଷ ସୃଷ୍ଟି ହେବ। ତେଣୁ ଏସବୁ ଜିନିଷରୁ ନିସ୍ତାର ପାଇବା ପାଇଁ ହେଲେ ପ୍ରତ୍ୟହ 12 ଅକ୍ଷର ଓମ୍ ନମଃ ଭଗବତେ ବାସୁଦେବାୟ ଜପ କରନ୍ତୁ। ଏସବୁ ଜିନିଷରୁ ଦୂରେଇ ରୁହନ୍ତୁ। ଜୟ ଜଗନ୍ନାଥ।